ବିବାହରେ କେଉଁମାନଙ୍କୁ ସାକ୍ଷୀ ରଖି କନ୍ୟାଦାନ କରାଯାଏ? ଏଥିନିମନ୍ତେ ଶାସ୍ତ୍ରରେ ଏକ ଶ୍ଲୋକ ଅଛି। ଅଗ୍ନି ବିପ୍ରାଗଣା ବନ୍ଧୁ ବାନ୍ଧବ ସର୍ବଦେବତା ଇମାମ କନ୍ୟାମ ପ୍ରଦାନେନ ଅପରାଧମ କ୍ଷମା କୁରୁ। ଅର୍ଥାତ୍ ଅଗ୍ନି, ବ୍ରାହ୍ମଣ, ବନ୍ଧୁବାନ୍ଧବ ଏବଂ ସର୍ବଦେବତାଙ୍କୁ ସାକ୍ଷୀ ରଖି ବିବାହରେ କନ୍ୟାଦାନ କରାଯାଏ। ତେଣୁ ଦର୍ଶକ ବନ୍ଧୁ, ଏ ବିବାହ ଏକ ଛୋଟିଆ କାର୍ଯ୍ୟ ନୁହେଁ କି ଏହା ଏକ ଖେଳଘର ନୁହେଁ। ତେଣୁ ସମସ୍ତ ଦେବାଦେବୀ ତଥା ବନ୍ଧୁବାନ୍ଧବ ଏବଂ ଅଗ୍ନି, ବ୍ରାହ୍ମଣ ଏମାନେ ସମସ୍ତଙ୍କୁ ସାକ୍ଷୀ ରଖି ଗୋଟିଏ କନ୍ୟାର ପିତା ତା'ର କନ୍ୟାକୁ ଦାନ କରିଛି ବା ଦାନ କରିଥାଏ। ତେଣୁ ଏହାକୁ ଅବମାନନା କରିବା ନିଶ୍ଚିତ ଭାବରେ ଆମର ନର୍କବାସ ବୋଲି ଚିନ୍ତା କରିବା ଦରକାର। ଦର୍ଶକ ବନ୍ଧୁ, ଆଶା କରେ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।